हेलो स्टूडेंट्स ମୁଁ ରୁଦ୍ର ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କ ନିଜ ଚ୍ୟାନେଲ ଷ୍ଟଡି ୱିଥ୍ ରୁଦ୍ର। ତେବେ ସ୍ଟୁଡେଣ୍ଟସ୍ ଆମେ ଦଶମ ଶ୍ରେଣୀର ଜେମୋଟ୍ରିର 2B ବିଷୟ କଣ କରୁଥିଲେ ଅନୁଶୀଳନକୁ ସମାଧାନ କରୁଥିଲେ। ତ ସେଥିରେ ଆମେ କଣ ଖ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେଇଥିଲେ ଯୋଉଥିରେ ଆମେ ପୂର୍ବ ଭିଡିଓରେ 13 ନମ୍ବର ପର୍ଯ୍ୟନ୍ତ ଶେଷ କରିଦେଇଥିଲେ। ତେବେ ଆଜିର ଭିଡିଓରେ ଆମେ କେତେ ନମ୍ବର 14 ନମ୍ବରଠୁ ଷ୍ଟାର୍ଟ କରିବାକୁ ଯାଉଛେ। କୋଉ ଅନୁଶୀଳନୀ 2B ଅନୁଶୀଳନ। ତାହେଲେ ଦେଖନ୍ତୁ 2B ଅନୁଶୀଳନ 14 ନମ୍ବର କ୍ୱେଶ୍ଚିନ୍ କଣ ହେଲା ଦେଖନ୍ତୁ ଗୋଟେ ଚିତ୍ର ଦେଇଛି ସେଥିରେ ଦେଇଛି ସିଡି ଗୋଟେ ଜ୍ୟା ଯାହାର ଦୈର୍ଘ୍ୟ ଏପି ବ୍ୟାସ ସହ ସମାନ୍ତର। କଣ ସିଟି ଗୋଟେ ଜ୍ୟା ଯାହାର ଦୈର୍ଘ୍ୟ କଣ ଅଛି ଆମର ଏପି ବ୍ୟାସ ସହ ସମାନ୍ତର। ଠିକ ଅଛି ତାହେଲେ ଦେଇଛି ସିଟି ଇକ୍ୱାଲ୍ସ ଟୁ ଓବି। ଠିକ ଅଛି ପ୍ରମାଣ କରିବା ଆମକୁ ବି ଡି ସି ଗୁଣ ଇକ୍ୱାଲ୍ସ ଟୁ ଦି ଗୁଣ ହବ କାହାର ଓ ବି ଡି ଗୁଣ। ଦେଖ ଚିତ୍ର ନ କଲେ ଏଇ କ୍ୱେଶ୍ଚିନ୍ ବୁଝିପାରିବନି। ଯେହେତୁ ତମେ ବହି ଦେଖୁଥିବ ତାହେଲେ ଜାଣିପାରୁଥିବ ନହେଲେ ମୁଁ ଏଠି ଚିତ୍ର କରିକି ଦେଖୁଛି। ତାହେଲେ ଦେଖ ପିଲେ ମୁଁ କହିବି ଗୋଟେ ବୃତ୍ତ ଅଛି ଗୋଟେ ବୃତ୍ତରେ ଆମର ସିଟି ଗୋଟେ କଣ ଜ୍ୟା ତାହେଲେ ଯୋଉ ସିଟି ଜ୍ୟାଟା ସମାନ୍ତର ହଉଛି କାହା ସାଙ୍ଗରେ ଏପି ସାଙ୍ଗେ। ତାହେଲେ ଏପିଟା କଣ ଗୋଟେ ବ୍ୟାସ ଏପିଟା ହଉଛି ଗୋଟେ ବ୍ୟାସ ଏଟା ହଉଛି ବୁଝିପାରୁଥିବ। ତାହେଲେ ଏଇ ଯୋଉ ସିଟି ଜ୍ୟାଟା ଏ ସମାନ୍ତର ହଉଛି ବ୍ୟାସ ଆମର ଏଟା ସି ଡି। ତାହେଲେ ଦେଲା ସିଟି ଇକ୍ୱାଲ୍ସ ଟୁ ହେଲା ତାହେଲେ ଏଇ ଯୋଉ ସିଟି ଇକ୍ୱାଲ୍ସ ଟୁ ହେଲା ଓବିସି ହେଲା। ତାହେଲେ ଆମେ ପ୍ରମାଣ କରିବା बी टी सी कोण बी टी सी कोण ବର୍ତ୍ତମାନ ଏଟାକୁ ଜଏନ୍ କରିଦେବି ବଡ ହେଲା ପ୍ରମାଣ କରିବା बी टी सी କୋଣ ଏଇ କୋଣଟା ହେଲା ଓ ବି ଡି କୋଣର ଡବଲ ଓ ବି ଡି ଏଇ କୋଣର ଡି ବୁଝିପାରିଲ। ତା ମାନେ ଆମେ କଣ ପ୍ରମାଣ କରିବା ଓ ବି ଡି କୋଣର 2 ଗୁଣ ଇକ୍ୱାଲ୍ସ ଟୁ କେତେ ସି ସରି बी टी सी बी डी सी এটা প্রুভ ହେଲା। ତାହେଲେ ବ୍ରୋ ଦେଖ ତତ୍ତ୍ୱ କଣ ଲେଖିବ ଏତେ ତତ୍ତ୍ୱ ଲେଖିବ ବୃତ୍ତ କିଛି ନାହିଁ ନା ନାଟା ଏସ୍ ହେଇଛି। ଦେଖ ଏସ୍ ବୃତ୍ତରେ ସିଡି ସମାନ୍ତର ହେଲା। ତାହେଲେ ଦେଖ ସିଡି ଇକ୍ୱାଲ୍ସ ଟୁ ଓପି ବୁଝିଗଲ। ବର୍ତ୍ତମାନ ଦେଖ ସିଡି ଇକ୍ୱାଲ୍ସ ଟୁ ଓପି ହେଇଗଲା। ତାପରେ ଆମେ ପ୍ରାମାଣ୍ୟ କଣ କରିବା ପ୍ରାମାଣ୍ୟ ଏଇଟା बीडीसी गुण इक्वल्स टू 2 ओबी डी गुण है। अंकन कौन करवा अंकन देख आम ओडी को जोग कर ओडी को जोग कर बुझिपार ओडी को जोग कर ओडी को जोग कर देखु तुम ओ ए इक्वल्स टू ओबी इक्वल्स टू ओसी इक्वल्स टू ओडी हो बुझिपार नहीं है। देख प्रमाण देख ओ ए इक्वल्स टू ओबी इक्वल्स टू ओसी इक्वल्स टू ओडी कहीं व्यासार्ध तापरे इक्वल्स टू हमर कहा संगे रही जो सीडी संगे कहीं से देई हमको सीडी टा कहा संगे समान सीडी टा ओबी संगे समान ताले ओबी वाला ताले এই চারটা को ओबी संगे समान है और सीडी टा भी ओबी संगे समान ताले এই পাঁচটা को কোন होला समान है वाला ओबी इक्वल्स टू ओए इक्वल टू ओबी इक्वल्स टू ओसी इक्वल्स टू ओडी इक्वल्स टू सी बुझी पाइलो केते की होला। ताले बर्तमान देखो पहिले त्रिभुज ओसीडी যদি ମୁଁ ତ୍ରିଭୁଜ ଓସିଡି କୁ ଲକ୍ଷ୍ୟ କରିବି ତାହେଲେ ତମେ ଭଲ ଦେଖ ଆମର କଣ ହେଇଗଲା ओसी इक्वल्स टू ओडी इक्वल्स टू सीडी तीनटा को बहुत समान एटा में लिखे ओसी इक्वल्स टू ओडी इक्वल्स टू सीडी ताहले तेबे ओसीडी को इक्वल्स टू 60 है ना ओसीडी ओसीडी त्रिभुज कौन कौन सम बाहु त्रिभुज बुझिपार ओसीडी टा समबाहु त्रिभुज हो गला समस्त बुझिपार है समबाहु त्रिभुज हो गला हमको प्रमाण करियार अछि एई गुणर दी गुण होची हैला। ताले बर्तमान देखो ताले
ଗୋଟେ କହିପାରିବି ଓ ସି ଡି କୋଣ ଓ ସି ଡି ଓ କୋଣ ଇ ଡି ଓ ସି କୋଣ ଇକ୍ୱାଲ୍ସ କେତେ 60 ଡିଗ୍ରୀ। ଏଇ କୋଣ କେତେ କୋଣ ହେଇଯିବ 60 ଡିଗ୍ରୀ ହେଇଯିବ। ବୁଝିପାରିଲ? ତାହେଲେ ଦେଖ ମୁଁ ଲେଖିପାରିବି ଓ ସି ଡି କୋଣ ଇକ୍ୱାଲ୍ସ ଟୁ ଓ ଡି ସି କୋଣ ଇକ୍ୱାଲ୍ସ ଟୁ ସି ଓ ଡି କୋଣ ଇକ୍ୱାଲ୍ସ ଟୁ 60 ଡିଗ୍ରୀ। ଆମର କୋଣ ତିନିଟା କୋଣ ହେଇଗଲା 60 ଡିଗ୍ରୀ ହେଇଗଲା। ହେଲା ସେଇଟା ସମସ୍ତେ ଲେଖିଦିଅ ତାପରେ ଲେଖେ ଲେଖିଦେଲ। ତାହେଲେ କହିଲେ ଲିଭେଇ ଦଉଛି ହେଲା ଏତିକି ଜିନିଷ ମନେ ରଖିବ। ଏଇଠି ଆମେ କଣ ପାଇଲେ ଫାଷ୍ଟ ପାଇଲେ ଓ ସି ଡି କୋଣ ଇକ୍ୱାଲ୍ସ ଟୁ 60 ଏଇଟା ମନେ ରଖିବ। ଏଇ ଲାଇନଟା ହଉଛି ଏଇ ଲାଇନଟାକୁ ଛାଡିକି ବାକି ମୁଁ ଲିଭେଇ ଦଉଛି। ତାହେଲେ ଦେଖ ମୁଁ ଯଦି ଏଇଟାକୁ ଲକ୍ଷ୍ୟ କରିବି ଏଇଟା ଆମର ଚିତ୍ରଟା ଟିକେ ଭଲରେ ହେଇଛି କିନ୍ତୁ ଦେଖ ଏଇ ଯୋଉ ଚକ୍ରଭୁଜଟା କଣ କଣ ଆମର ଚକ୍ରଭୁଜ ଓ ବି ଡି ସି ଚକ୍ରଭୁଜରେ ହେଲା ଏଇ ଯୋଉ ସିଟିଟା ତା ସାଙ୍ଗରେ ଓବି ସାଙ୍ଗରେ ସମାନ୍ତର ସିଟି ସମାନ୍ତର ଓବି ହେଲା ତାପରେ ସିଟିଟା ସମାନ ରହୁଛି ଓସି ସାଙ୍ଗରେ ଓବି ସାଙ୍ଗରେ ଆଣ୍ଡ ସରି ଓ ସିଟି ଇକ୍ୱାଲ୍ସ ଟୁ ଓସି ଇକ୍ୱାଲ୍ସ ଟୁ ଓବି। ତାହେଲେ କହିଲେ ଇଏ ବାହୁଟା ସାଙ୍ଗରେ ଇଏ ସମାନ ଆଉ ଇଏ ସମାନ ଆଉ ପୁଣି ଏଇ ଯୋଉଡାକ ସମାନ ହେଲା। ତାହେଲେ ଦେଖ ଏଇଟା ସମାନ୍ତର ରେଖା ଯାଇଛି ହେଲା। ମୁଁ କହିବି ମୁଁ ଏଇଠୁ ଭଲ ବୁଝ କହିବି ଏଇଟା ସମାନ୍ତର ରେଖା ଅଛନ୍ତି। ସମାନ୍ତର ରେଖା ମୁଁ କଣ କହିବି ଏଇଠୁ ଏତିକି ଦୂରତା ନେଇ ହେଲା। ବର୍ତ୍ତମାନ ଦେଖ ମୁଁ କହିବି ଯେ ଏଇ ଯୋଉ ରେଖାଟା ଆଉ ଏଇ ରେଖାଟା ସମାନ ହବ ତା ମାନେ ଏଇ ଦେଖ ଯଦି ମୁଁ ଏଠି ଶିଖା ଟାଣିଥାନ୍ତି ଏଇଠି ହେଇଥାନ୍ତା କିନ୍ତୁ ମୁଁ ଯୋଉ ବଙ୍କେଇକି ତେର୍ଛେଇକି ଟାଣିଲି ବର୍ତ୍ତମାନ ଏଇଟା ସାଙ୍ଗରେ ସମାନ ହବା ପାଇଁ ଏଇଟା ମତେ ତେର୍ଛେଇକି ଟାଣିବାକୁ ପଡିବ। ବୁଝିପାରିଲ କି ତା ମାନେ ବର୍ତ୍ତମାନ ଦେଖ ଏଇଟା ମୁଁ ଲିଭେଇ ଦଉଛି। ବୁଝିପାରିଲ କି ଏଇଟା ସାଙ୍ଗରେ ଇଏ ସମାନ୍ତର ହେଲା। ଏଇଟା ଯେହେତୁ ଶିଖା ନ ଟାଣିକି ଏମିତି ତେର୍ଛେଇକି ଟାଣିଛି ତାହେଲେ ଏଇଟା ସାଙ୍ଗରେ ଏଇଟା ସମାନ ହବା ପାଇଁ ହେତିକି ତେର୍ଛେଇବାକୁ ପଡିବ। ବୁଝିପାରୁଛ କି ତାହେଲେ ଏଇ ଯୋଉଟା କଣ ହେଇଛି ଅଟୋମେଟିକାଲି ସମାନ୍ତର ହେଇଛି। ବୁଝିପାରିଲ ଏଇଟା ଥିଲା ଜିନିଷ ହେଲା। ତାହେଲେ ଦେଖ এইটা ୟା ସାଙ୍ଗରେ ସମାନ ପୁଣି ୟା ସାଙ୍ଗରେ ବି ସମାନ। ବୁଝିପାରିଲ ତାହେଲେ ଏଇଟା ସାଙ୍ଗରେ ଏଇଟାକୁ ସମାନ କରିବା ପାଇଁ ଏଇଟାକୁ ବି ଏତିକି କଣେଇ ପକେଇବାକୁ ପଡିବ। ବୁଝିପାରୁଛ ଏଇଟା ସିନା ଆମକୁ ଟିକେ ଇଏ ହେଇଯାଇଛି ଏଇଟା ଆକ୍ଚୁଆଲି ଯଦି ଓ ବିନ୍ଦୁଟା ମୁଁ ଇଆଡେ ନେଇଯିବି ଏଇଟା ଓ ବିନ୍ଦୁ ହେଇଗଲା ଏଇଟା ପାଇଁ ଆମକୁ ଏଠି ଦେଖିବାକୁ ପଡିଲା କିନ୍ତୁ ଏଇଟା ଗୋଟେ ସାମନ୍ତରିକ ଚିତ୍ର ଭଳିଆ ଆମେ ଦେଖାଯାଉଛି କିନ୍ତୁ ଏଇଟା ନବସ ହେଲା କଣ ପାଇଁ ଏଇଟା ଇକ୍ୱାଲ୍ସ ଟୁ ଏଇଟା ଇକ୍ୱାଲ୍ସ ଟୁ ଏଇଟା। ତାହେଲେ ଆମେ ଜାଣିଦେଲେ ଯେ ବିପରୀତ ସମାନ ତାହେଲେ ଏଇ ଯୋଉଟା କଣ ହେଇଗଲା ଗୋଟେ ରମ୍ବସ ହେଇଗଲା। କାହିଁକି ବୁଝିପାରିଲ ଓ ବି ଡି ସି ଏକ ରମ୍ବସ। ବୁଝିପାରିଲ ଓ ଡି ବି ସି କଣ ହେଇଗଲା ଗୋଟେ ରମ୍ବସ ହେଇଗଲା ହେଲା। ଦେଖ ଓ ଡି ବି ସି ଗୋଟେ ରମ୍ବସ ହେଇଗଲା ତାହେଲେ ଆମେ କହିପାରିବା କଣ କହିପାରିବା ଦେଖ ତାର ପ୍ରତ୍ୟେକ ବାହୁ ସମାନ ତାହେଲେ ତାର ଚାରିଟା ଏକ ବାହୁ କଣ ସମାନ ଆଉ ଆମର ଯୋଉ ହଉଛି ଓ ବି ଡି କୋଣ ଓ ବି ଡି କୋଣ এইটা ଓ ବି ଡି କୋଣ ଏଇଟା କଣ ହେଇଯିବ ଗୋଟେ ମନେ ରଖିବ ସବୁବେଳେ ରମ୍ବସର ବିପରୀତ କୋଣ ସମାନ। କଣ ରମ୍ବସର ବିପରୀତ କୋଣ ସମାନ ହେଲା। ତାହେଲେ ଦେଖ ଏଇଟା ରମ୍ବସ ହେଇଗଲେ ଆମର ଓ ବି ଡି କୋଣ ହେଇଗଲେ କେତେ 60 ଡିଗ୍ରୀ। କାହିଁକି এই কোণ ইকুয়ালস টু এই কোণ এটা দেখো সমবাহু ত্রিভুজের কোণ এটা भी 60 ডিগ্রি আমি এটি বাহার করছি ওসিডি কোণ ওসিডি কোণ 60 ডিগ্রি বাহার করছে তাহলে এই কোণটা কেতে হলো 60 ডিগ্রি হলো। বুঝি পাইলো এই কোণটা কোণ হইগলা 60 ডিগ্রি হইগলা ହେଲା। ବର୍ତ୍ତମାନ ଏଇ ଦିଟା ଯାକ କୋଣ ସମାନ ହେଲା। ତାପରେ ଦେଖ ଯଦି ଏଇ ତ୍ରିଭୁଜଟାକୁ ଲକ୍ଷ୍ୟ କରିବ ଏଇ ତ୍ରିଭୁଜଟାକୁ ଲକ୍ଷ୍ୟ କରିବ କୋଉ ତ୍ରିଭୁଜଟା ତ୍ରିଭୁଜ ଓ বি ডি ও বি ও বি ডি ও বি ডি তাহলে ওপি ইকুয়াল টু এই যে ওপি ওপি ইকুয়াল টু হয়ে গলা
OD ହେଲା ତାହେଲେ ତାର ସମ୍ମୁଖୀନ କୋଣ ସମାନ ତାହେଲେ ମୁଁ ଲେଖିପାରିବି OBD କୋଣ ଇକ୍ୱାଲ୍ସ ଟୁ BDO କୋଣ এই কোণ দিটাক সমান ହେବ ହେଲା ଆଉ ଦେଖ ଏଇଟା ସମବାହୁ ତ୍ରିଭୁଜରେ ଏଇ କୋଣ ସାଙ୍ଗେ ଅଲରେଡି ସମାନ ଅଛି ଆମେ ଏଠି ନେଇଛେ OCD କୋଣ ଇକ୍ୱାଲ୍ସ ଟୁ ODC କୋଣ ତାମାନେ ଏଇ କୋଣଟା ସାଙ୍ଗରେ ଏଇ କୋଣ ସମାନ ଏଇ କୋଣଟା ସାଙ୍ଗରେ ଏଇ କୋଣ ସମାନ ତାହେଲେ ଦେଖ ଇଏ 60 ହେଲେ ଏଇ କୋଣଟା 60 ଏଇଟା 60 ଏଇଟା 60 ବର୍ତ୍ତମାନ ଇକ୍ୱାଲ୍ସ ଟୁ ଦେଖ 60 ডিগ্রি ହେଲା ତାହେଲେ ସେ ଆମକୁ ଦେଇଛି ଦେଖ ଏଇ ଯୋଉଟାକ 60 ଇଏ 60 ମିଶିକି କେତେ ହେଲା 120 ତାହେଲେ ଆମେ ଲେଖିପାରିବା BDC କୋଣ ସମାନ BDO ମିଶାଣ ODC ବୁଝିପାରିଲ এই ଯୋଡା কোণ ବର୍ତ୍ତମାନ ଏଇ ଯୋଡା କୋଣ କେତେ ହେଇଗଲା ଇଏ ହେଇଗଲା ଗୋଟେ 60 ଇଏ ହେଲା 60 ତାହେଲେ କେତେ ହେଇଗଲା 120 ডিগ্রি ହେଲା 120 ডিগ্রি ହେଇଗଲା ଆମେ କେତେ କାଢିଛେ OBD କୋଣ ହଉଛି 60 ডিগ্রি OBD କୋଣ ହଉଛି 60 ডিগ্রি তাহলে OBD কোণ D কোণ হଉଛି কি এটা তাহলে ଆମେ ଲେଖିପାରିବା ଅତএବ BDC কোণ ইকুয়ালস টু 2OBD ହେଲା এই যে ଥିଲା ଦେଖ ଫାର୍ଷ୍ଟ କଣ ଦେଖିବ ବୁଝିବା ଟିକେ କଷ୍ଟ ଏଇଟା ମାନେ କଷ୍ଟ ନୁହଁ ଟିକେ ଚିତ୍ରଟା ଏପଟ ଏପଟ ହେଇଯାଇଛି ତ ଦେଖ ଆମର ଫାର୍ଷ୍ଟ ଦେଖିଦେଲେ ଆମର OCଟା OD ସାଙ୍ଗରେ ସମାନ ସେ ଦେଇଛି CDଟା OB ସାଙ୍ଗେ ସମାନ ତାହେଲେ ଦେଖ O ହଉଛି କେନ୍ଦ୍ରବିନ୍ଦୁରୁ ଏ ଯୋଉ କଣ ପରିଧିପତି ଅଙ୍କିତ ରେଖାକୁ ଆମେ କଣ କହିବା ବ୍ୟାସାର୍ଦ୍ଧ ସବୁ ବ୍ୟାସାର୍ଦ୍ଧର ଦୈର୍ଘ୍ୟ ସମାନ ତାହେଲେ OBଟା OC ସାଙ୍ଗରେ ସମାନ OA ସାଙ୍ଗରେ ସମାନ OD ସାଙ୍ଗରେ ସମାନ କିନ୍ତୁ ସେ ଦେଇଛି CDଟା କାହା ସାଙ୍ଗରେ ସମାନ OB ସାଙ୍ଗରେ ସମାନ ତାହେଲେ ଯେତେବେଳେ ଏଇ ତ୍ରିଭୁଜଟାକୁ ଦେଖୁଛି ଏଇ ଯୋଡାକ ସମାନ ଇଏ ବି ସମାନ ହେଇଗଲା ତାହେଲେ ଏଇଟା ଗୋଟେ ସମବାହୁ ତ୍ରିଭୁଜ ହେଇଗଲା ତାହେଲେ ତା କୋଣ ଦିଟାକ କଣ ହେଇଗଲେ ସମାନ ହେଇଗଲା ତାପରେ ଯେତେବେଳେ ଦେଖୁଛେ ଏଇ ଚତୁର୍ଭୁଜଟାକୁ ଲକ୍ଷ୍ୟ କରୁଛେ ହେଲା এইটা ୟା ସାଙ୍ଗରେ ସମାନ୍ତର ଆଉ ଏଇଟା କଣ ହେଇଛି ଆରେ ଏଇଟା ୟା ସାଙ୍ଗରେ ସମାନ ଏଇ ବାହୁଟା ବି ୟା ସାଙ୍ଗରେ ସମାନ ବୁଝିପାରୁଛ କି ନାହିଁ এইটা 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 তিনটাକ ସମାନ ହେଲା ତିନିଟା ଯାକ ସମାନ ହେଲା ଏଇଟାକୁ ସମାନ୍ତର ରଖିବା ପାଇଁ ଏଡିକିଟେ ଯଦି ମୁଁ ଗାର ଟାଣିବି ଏଇ ଜିନିଷଟାକୁ ସମାନ୍ତର ରଖିବା ପାଇଁ ଯଦି ଏଡିକିଟେ ଗାର ଟାଣିବି ଏଇ ସମାନ ଗାର ଟାଣିବି ଏଇ ସାଇଜର ମାପର ଗାର ଟାଣିବି ତାହେଲେ ଇଏ କଣ ହବ ଯୋଡାକ ପରସ୍ପର ସମାନ୍ତର ହେଇଯିବ ତାହେଲେ ଯଦି ଏ ଯୋଡାକ ସମାନ୍ତର ହେଇଗଲା ଆଉ ଏ ଯୋଡାକ ସମାନ୍ତର ହେଇଗଲା ତାହେଲେ ଇଏ ଗୋଟେ ସାମନ୍ତରିକ ଚିତ୍ର ହେଇଗଲା ତାପରେ ଯୋଉ ସାମନ୍ତରିକ ଚିତ୍ରର ବାହୁ ଚାରିଟାକ ସମାନ ସେ ଗୋଟେ ରମ୍ବସ ହେଇଗଲା ତାପରେ ଏଇଟା ଗୋଟେ କଣ ହେଇଗଲା ରମ୍ବସ ହେଇଗଲା କାହିଁକି ଏ ବାହୁ ଇକ୍ୱାଲ୍ସ ଟୁ ଏ ବାହୁ ଇକ୍ୱାଲ୍ସ ଟୁ ଏ ବାହୁ ତାହେଲେ ରମ୍ବସର ଚାରି ବାହୁର ଦୈର୍ଘ୍ୟ ସମାନ ତାହେଲେ ଏଇଟା ଗୋଟେ କଣ ହେଇଗଲା ରମ୍ବସ ହେଇଗଲା ଯଦି ଏଇଟା ଗୋଟେ ରମ୍ବସ ହେଇଯାଉଛି ଆମର ତମେ ଜାଣିଥିବ ରମ୍ବସର ବିପରୀତ କୋଣ ସମାନ ତମେ ଦେଖୁନ ମୁଁ ଗୋଟେ ଚିତ୍ର ଧରିକି ଏମିତି ଭିଡି ଦେଇଛି ଗୋଟେ ବର୍ଗ ଚିତ୍ରକୁ ଧରିକି ଏମିତି ଭିଡି ଦେଲି ତାହେଲେ ଏଇ କୋଣଟା ଯେତିକି ମାନେ ବୁଝେଇବ ଏଇ କୋଣଟା ଏତିକି ନିଅ ତାପରେ ଏଇ କୋଣ ମିଶିକି 180 ডিগ্রি ଏଇ କୋଣ ମିଶିକି 180 ডিগ্রি ଏରା ହଉଛି ଛୋଟ ସବୁ କନସେପ୍ଟ ତମେ ଛୁଆ ବେଳୁ ଯୋଉଟା ପଢିକି ଆସିଛ ହେଲା ତ ଦେଖ ଏଇ କୋଣ ସମାନ ତାହେଲେ ଯଦି ଏଇ କୋଣ ସମାନ ହେଇଗଲା ଇଏ ବି 60 ডিগ্রি ହେଇଗଲା ତାହେଲେ ଦେଖ OP ଇକ୍ୱାଲ୍ସ ଟୁ OD ବୁଝିପାରୁଛ କି ନାହିଁ ଯଦି ଇଏ 60 ହେଇଗଲା ତାହେଲେ ଇଏ 60 ଇଏ 60 120 ହେଇଗଲା ତାହେଲେ ଇଏ ହଉଛି 60 ତାହେଲେ ୟାର 2 ଗୁଣ ହଉଛି ବଡ କୋଣଟା ଏତିକି ଦେଖୁ ହେଲା ବୁଝିପାରିଲ ତାପରେ ଯିବା 15 ନମ୍ବର କେତେ ନମ୍ବର ଯିବା 15 ଲଗେଇ ଦଉଛି ଦେଖ ପିଲେ 15 ନମ୍ବର କଣ କ୍ୱେଶ୍ଚିନ୍ ଅଛି ଗୋଟେ ଏବିସିଡି ଗୋଟେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଅଛି ଠିକ ଅଛି ଏସି ଓ ବିଡି ର କର୍ଣ୍ଣଦ୍ୱୟ ପରସ୍ପର ପି ବିନ୍ଦୁରେ ଛେଦ କର ଠିକ ଅଛି ଆଣବା ଗୋଟେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଏ ସେ କହିଛି ଓଟା ହଉଛି ବୃତ୍ତର କେନ୍ଦ୍ର ମନେକର ଏଇଟା ହେଲା ମନେକର ଆମର ଏଇଟା ଦରକାର ନାହିଁ କିଛି ଓଟାକୁ ଯେତେ କେନ୍ଦ୍ର ଧରିବି ସେ କହୁଛି ଏଇ ଯୋଉ ଓପିର ଗୋଟେ ସାଇଡ୍ ରେ ବିସି ରହୁଛି ହେଲା ବିସି ରହୁଛି ତାହେଲେ ଏତିକି ଓପିର ବିପରୀତ ପାର୍ଶ୍ୱରେ ଅବସ୍ଥିତ ଗୋଟେ ପାର୍ଶ୍ୱରେ ଅବସ୍ଥିତ ଓପି ତାର ବିପରୀତ ପାର୍ଶ୍ୱରେ ଅବସ୍ଥିତ ଠିକ ଅଛି ଏସି ଇକ୍ୱାଲ୍ସ ଟୁ ବିଡି ସେ ଦେଇଛି ଏସି ଇକ୍ୱାଲ୍ସ ଟୁ ବିଡି ଆମକୁ ସେ ଦେଇଛି ହେଲା ଏତିକି ଦେଇଛି ଆମେ ବର୍ତ୍ତମାନ ପ୍ରମାଣ କରିବା ଏପି ଇକ୍ୱାଲ୍ସ ଟୁ ସିଡି
ଏ ଦେଖ ତିନିଟା ଏକ ପ୍ରମାଣ ଏଇଟା କଣ ଗୋଟେ କଣ୍ଟିନ୍ୟୁଅସ୍ ଇଏ ହବ ହେଲା। ତାହେଲେ ଆମେ ଫାଷ୍ଟ କରିବା କଣ AP ଇକ୍ୱାଲ୍ସ ଟୁ ସି, ଏଇଟା କଣ ପ୍ରମାଣ AP ଇକ୍ୱାଲ୍ସ ଟୁ ସିଟି ଗୋଟେ, ତାପରେ ଡବଲ ଆଇ ହଉଛି BA ଇକ୍ୱାଲ୍ସ ଟୁ BT ଗୋଟେ, ଡବଲ ଆଇ ହଉଛି BC ସମାନ୍ତର AC AD ଗୋଟେ, BC ସମାନ୍ତର ଏ ଦିଟା ଆମେ ପ୍ରମାଣ କରିବା। ତାହେଲେ ଦେଖ ମୁଁ କହିବି ଦେଖ ପିଲେ AC ଇକ୍ୱାଲ୍ସ ଟୁ BD ଦେଇଛି, AC ଇକ୍ୱାଲ୍ସ ଟୁ BD ଦେଇଛି, AC ଦେଖ କି AC ଇକ୍ୱାଲ୍ସ ଟୁ BD ଦେଇଛି। ଯଦିକା ଏଇଟା କଣ ଏସି ଟା ଗୋଟେ ଜିଆ, ଏଇଟା ଗୋଟେ ଜିଆ, ଏଇଟା ଦେଖ ଏଇଟା କେନ୍ଦ୍ର ବିନ୍ଦୁ ନୁହଁ, କେନ୍ଦ୍ର ବିନ୍ଦୁ ଆଡିକି ଆମେ ନେଇତେ, ଏଇଟା ହଉଛି କର୍ଣ୍ଣ ଦିଟାର ଛେଦ ବିନ୍ଦୁ। ତାମାନେ ଏଇଟା କଣ ହବ ଗୋଟେ ଜିଆ ହବ, ବ୍ୟାସ କଣ ଏଇଟା କହିପାରିବନି ତମେ, ତମେ ଏଇଟାକୁ ଆଉ ବ୍ୟାସାର୍ଧ କି ବ୍ୟାସ କହିବନି, ବୁଝିପାରିଲ। ଏଇଟା କଣ କହିବ ଗୋଟେ ଜିଆ। ତାହେଲେ ଏସି ଟା ଗୋଟେ ଜିଆ, ବିଡି ଟା ଗୋଟେ ଜିଆ। ତାହେଲେ ଯୋଉ ଜିଆ ସହ ସମ୍ପୃକ୍ତ କଣ ଆମର ଚାପ ସମାନ ହବ ହେଲା। ତାହେଲେ ଦେଖ ମୁଁ କହିଲି ଏସି ଏଇ ଚାପଟା, ବିଡି ଏଇ ଚାପଟା କଣ ହେଇଯିବ ସମାନ ହେଇଯିବ। ତାହେଲେ ଦେଖ ମୁଁ କହିବି ବି ଏ ବି ଚାପ ଇକ୍ୱାଲ୍ସ ଟୁ ଆମର ହେଇଯିବ ଏ ଡି ସି ଚାପ, ଯୋଉଟାକ କଣ ହବ ସର୍ବସମ ହେଇଯିବ। ଯଦିକା ସର୍ବସମ ହେଇଗଲା ତାହେଲେ ଦେଖ ଏଇ ଯୋଉ ବି ଏ ଡି ଚାପଟା, ବି ଏ ଚାପ ଆଉ ଏ ଡି ଚାପ ମିଶିକି ହେଇଛି, ଏଇ ଯୋଉ ଏ ଡି ସି ଚାପଟା ଏ ଡି ଚାପ ଆଉ ସି ଡି ଚାପ ମିଶିକି ହେଇଛି। ତାହେଲେ ମୁଁ ୟା ଜାଗାରେ କଣ ଲେଖିଦେବି ବି ଏ ଚାପ ପ୍ଲସ ଏଡି ଚାପ, ଇଏ ହଉଛି ଏଡି ଚାପ ପ୍ଲସ ସିଡି ଚାପ। ଦେଖ ଏଡି ଚାପ ଏଡି ଚାପ କଟିଗଲା, ତାହେଲେ ବିଏ ଚାପ ଇକ୍ୱାଲ୍ସ ଟୁ ହେଇଗଲା ଆମର ସିଡି ଚାପ ସାଙ୍ଗରେ, ଏ ଯୋଉ ବିଏ ଚାପଟା ସିଡି ଚାପ ସାଙ୍ଗରେ କଣ ହେଇଗଲା ସମାନ ହେଇଗଲା। ତାହେଲେ ଯଦି ବିଏ ଚାପଟା ସିଡି ଚାପ ସାଙ୍ଗରେ ସମାନ ହେଇଗଲା, ୟା ସହ ସମ୍ପୃକ୍ତ ଯାହାଟା କଣ ହେଇଯିବ ସମାନ ହେଇଯିବ। ତାହେଲେ ଏଠି ଆମେ ଲେଖିପାରିବା ଦିସ୍ ଇମ୍ପ୍ଲାଇଜ୍ ବିଏ ଇକ୍ୱାଲ୍ସ ଟୁ ସିଡି, କଣ ଦେଖ ସମାନ ହେଇଗଲା। ତାମାନେ ଏଇ ଯୋଉ ଇଏଟା ସିଡି ସାଙ୍ଗରେ ସମାନ ହେଇଗଲା, ବୁଝିପାରିଲ। এইটা হলো আমার প্রথম প্রমাণ। ফার্স্ট আইটা প্রমাণ ହେଇଗଲା, ଅଧା ଜାଗା ଡବଲ ଆଇ। ତାହେଲେ ପିଲେ ଦେଖ ମୁଁ ଯୋଉଟା ତ୍ରିଭୁଜ କହୁଛି, କୋଉ ତ୍ରିଭୁଜ କହୁଛି ଏ ବି ଡି ତ୍ରିଭୁଜ ଆଉ ଏ ସି ଡି କଣ ସେଠି ଲେଖୁଛି ଦେଖ, ନାଇଁ ଏଇଟା ମୁଁ ଫାର୍ଷ୍ଟ ପ୍ରମାଣଟା ଏଇଟା ହେଇଗଲା ଆମର ବି ଏ ଇକ୍ୱାଲ୍ସ ଟୁ ସି, ଏଇଟା ମନେ ରଖ। ବର୍ତ୍ତମାନ ଏଇଟା ଲେଖିଦିଅ ତାପରେ ଲିଭେଇ କରିବି, ତ ସମସ୍ତେ ଲେଖିଦେଇଥିବ, ଏଇଟା ଲିଭେଇ ଦଉଛି। ହେଲା ତାହେଲେ କଣ ତ୍ରିଭୁଜ ଭି ଏ ଡି ଓ ତ୍ରିଭୁଜ ଏ ଡି ସି ଦ୍ୱୟ ମଧ୍ୟରେ ହେଲା ଆମର ଦେଖ ଏଡିଟା ହଉଛି କଣ ସାଧାରଣ ବାହୁ। ଦେଖ ଏଇଟା ଏଇ ତ୍ରିଭୁଜଟା ଆଉ ଏଇ ତ୍ରିଭୁଜ, ଏଇଟା ସାଧାରଣ ବାହୁ ନା ଦିଟା, ଏଇଟା ହଉଛି ସାଧାରଣ ବାହୁ। ତାପରେ ଦେଖ ଏପି ଇକ୍ୱାଲ୍ସ ଟୁ ସିଟି ଆମେ ଏବେ ପ୍ରମାଣ କଲେ ପ୍ରମାଣିତ। ତାପରେ ଦେଖ ଏସି ଇକ୍ୱାଲ୍ସ ଟୁ ବିଡି, ଏଇଟା କଣ ଲକ୍ଷ ଦେଇଛି ଆମକୁ, ଏସି ଇକ୍ୱାଲ୍ସ ଟୁ ବିଡି ଦେଇଛି। ତାହେଲେ ଏଇ ତ୍ରିଭୁଜ ଯୋଉଟା କଣ ହେଇଗଲା ସର୍ବସମ ହେଇଗଲା, ଏ ଯୋଉ ସରି ହଁ ସର୍ବସମ ହେଇଗଲା। ତ୍ରିଭୁଜ ବି ଏ ଡି ସର୍ବସମ ତ୍ରିଭୁଜ କଣ ଏ ଡି ସି ହେଲା, ଏ ସି ଏ ଡି ଯେମିତି ବି ଏ ଡି ଲେଖିଛ ସେମିତି ସି ଏ ଡି ସମାନ ସି ଡି ହେଲା। ଶତ୍ରୁସାର ଏଇଟା ଦରକାର, ଇଏ ଯେ ସର୍ବସମରେ ଯେମିତି ଲେଖିଲେ ଚଳିବ ହେଲା। ତ ଦେଖ ପିଲେ ମୁଁ କହିବି ବି ଏ ଡି ଇଏ କୋଉ ଅନୁସାରେ ହେଇଗଲା ବା ଅନୁସାରେ ବାହୁ 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 ଅନୁସାରେ ସର୍ବସମ ହେଇଗଲା। ଯଦି ସର୍ବସମ ହେଇଗଲା ତାହେଲେ ପିଲେ ଦେଖ ମୁଁ କହିପାରିବି ଏଇ ଯୋଉ ବାହୁ ସିଡି ବାହୁର ସମ୍ମୁଖୀନ କୋଣ କିଏ ଇଏ, ଏଇ ଯୋଉ এবି ବାହୁର ସମ୍ମୁଖୀନ କୋଣ କିଏ ଇଏ, ଏଇ ଯୋଉଟା ସମାନ ହେଇଗଲା। ତାହେଲେ ମୁଁ ଲେଖିପାରିବି ସି ଏ ଡି କୋଣ ଇକ୍ୱାଲ୍ସ ଟୁ ଆଗ ଏଇଟା ଆଗ ବିଡି ସି, ଯୋଉ ତ୍ରିଭୁଜର ଆଗ ସେଇ ବିଡି ଏ କୋଣ ଇକ୍ୱାଲ୍ସ ଟୁ ସି ଏ ଡି। এই ଯୋଉ পি টি এ কোণ জায়গায় লেখিପାରିବି পি টি এ কোণ অবে এইটা বাহু মଝିରେ ଯେକୌଣସି ଗୋଟେ ବିନ୍ଦୁ ଇଏ ପି ଡି ଏ କୋଣ
ଇକ୍ୱାଲ୍ସ ଟୁ CAD ଜାଗାରେ ଲେଖିପାରିବି PAD PA ହେଲା ଏଇ ଯୋଡ଼ାକ କୋଣ କଣ ହେବା ସମାନ ହେଲା। ତାପରେ ଦେଖ ତ୍ରିଭୁଜ PAD ରେ ତ୍ରିଭୁଜ PAD ରେ PDA କୋଣ ଇକ୍ୱାଲ୍ସ ଟୁ PAD କୋଣ PDA কোণ ইকুয়ালস টু PAD কোণ তাহলে এই যে যেদিকে যোড়ে কোণ সমান হলা তার সম্মুখীন বাহু কোণ হইব সমান হইব তাহলে এই কোণর সম্মুখীন বাহু এই কোণ PD বাহু এই কোণর সম্মুখীন বাহু PA বাহু তাহলে এটি মু লিখি পারিবি দিস ইজ রাইট PA ইকুয়ালস টু P হেলা এটা কোণ হেলা প্রমাণিত লিখিও বুঝি পাইলো 2 নম্বরটা প্রমাণিত হেলা। তারপরে দেখো লাস্ট প্রমাণ করিবা আমার কোন দেইছি সে পিসি টা দেইছি এটি সাথে সমান্তর এটা লিখি দিও মুলি ভাই তো এটা লিখব ডবল লাইন আমি করে দিলে বিএ ইকুয়াল টু পিটি ডবল লাইন সইলা তা দেখো বেলে মু চিত্রটা আউথ লিখে করতে যেটা কে গেজি হয়ে দেলা ହେଲା তাহলে কো আমরা দেখব লাইন করিয়া পিসি টা এটি সাথে কোন হবো সমান হবো কেমতি করিয়া এই যে সরি সমান্তর হবো কেমতি করিয়া তাহলে মু কইবিলে দেখো এই যে সিটি চাপকু লক্ষ্য করো ও চাপকু এই যে সিটি চাপকু লক্ষ্য ହେଲା এই যে সিটি চাপরে পরিধি উপরে এই কোণটা হইছি আর এই কোণটা হইছি তাহলে লিখি পারিবো সিডি চাপর ହେଲା এটা কোন বিপরীত চাপান্ত লিখিত কোণ কে কে সি এ ই কোণ ইকুয়ালস টু সি পি এই কোণ এই কোণটা এই কোণ সাথে সমান হইব বুঝি পাইলো তাহলে বর্তমান দেখো আমি প্রমাণ করতে যে এই কোণটা এই কোণ সাথে সমান ହେଲା দেখো এটি কোটা এই কোণটা এই কোণ সাথে সমান হলে প্রমাণ করতে এটা কোণ হইতলা সমদ্বিবাহু ত্রিভুজ এটা সমান হইতলা তাহলে দেখো পূর্বরু প্রমাণিত কোন প্রমাণিত করছিলেন আমার সি এ ই কোণ ইকুয়ালস টু এ ডি বি কোণ ହେଲା তাহলে দেখো সিএডি তাহলে এই যোড়া কোণ সমান হইଯିବ ଇଏ ହେଲା ଆଇ ଇଏ ହେଲା ଡବଲ ଲାଇନ ସମୀକରଣ ଆଇ ଓ ଡବଲ ଲାଇନ ହେଲା ଆମର ହେଇଗଲା କଣ ସି পি ই কোণ ইকুয়ালস টু এ ডি বি কোণ কিন্তু এই যোড়াকে দেখো এই কোণটা এই কোণ সাথে সমান নেই তাহলে এই যোড়া কোণ একান্তর যেটাতে অছন যদি একান্তর হইলে তাহলে আমরা এটিটা কোণ হইলা সমান্তর হইলা পিসি সাথে যদি একান্তর কোণ সমান তাহলে আমার তাকে যে গঠিত করতে বাহু যোড়া কোণ হইবে সমান্তর এটা হইলা কোণ প্রমাণিত ହେଲା এটা মধ্যে লিখি দিও এটা ଥିଲା ଆମର 15 নম্বর কোশ্চেন তারপরে ଯିବା 16 নম্বর তো এটা লিখে দଉଛି তাহলে আমার 16 নম্বর কোশ্চেন ଅଛି প্রমাণ কর যে এক ক্ষুদ্র চাপর অন্তর্লিখিত কোণ স্থূল কোণ তারপরে ডবল এই ଅଛି প্রমাণ কর যে এক বৃহৎ চাপর অন্তর্লিখিত কোণ এক কোণ সূক্ষ্ম তাহলে দেখো କହିବି ଗୋଟେ ବୃତ୍ତ ଆଗ ନେଇଯିବି দেখো ଗୋଟେ ক্ষুদ্র চাপ ନେଲି ଏ বি ଏ বি এই দুটো কোণ নেই এই ଯୋଉ পি ନେଇଗଲି ଗୋଟେ ଏଇଠୁ এইটা ହେଲା কোণ ତାର ଅନ୍ତର୍ଲିଖିତ କୋଣ ଜାଣିଛ ଚାପ ମଧ୍ୟରେ ଯେ କୌଣସି ଗୋଟେ ବିନ୍ଦୁ ନେଇକି ସେ ବିନ୍ଦୁରେ କୋଣ ଯୋଉ କୋଣଟା ଗଠନ ହବ ତାକୁ କଣ କହିଲା ଅନ୍ତର୍ଲିଖିତ କୋଣ ମୁଁ କହିବି ଏଠି ଗୋଟେ ମୁଁ ଯୋଉ ବିନ୍ଦୁ ନେଇଗଲି ଏ এটা ହେଇଗଲା ଏଇ ଯୋଉ ବୃହତ ଚାପର ଏ କ୍ୟୁ ପି ଚାପର କଣ ଅନ୍ତର୍ଲିଖିତ କୋଣ ହେଲା ବର୍ତ୍ତମାନ ଦେଖିଥିଲେ
ମୁଁ କଣ କରିବି ଆମର ଦେଖ ସେ କହିଛି ଯେ ଏଇ ଯୋଉ କୋଣଟା ସବୁବେଳେ ଗୋଟେ ସ୍ଥୂଳ କୋଣ ହବ, ଏଇ କୋଣଟା କଣ ହବ ସବୁବେଳେ ଗୋଟେ ସୂକ୍ଷ୍ମ କୋଣ ହବ। ତାହେଲେ ଦେଖ ପ୍ରାମାଣ୍ୟ କୋଣ ଏ ପି ବି କୋଣ always greater than କେତେ ହବ 90 ডিগ্রি। ଏ କ୍ୟୁ বি কোণ କଣ ହବ always less than 90 ହେଲା। ବୁଝିପାରୁଥିବ ପାଇଥିବ ଲେଖୁନି ବୃହତ କୋଣ କେନ୍ଦ୍ର ଚାପର ଅନ୍ତର୍ଲିଖିତ କୋଣ ଏତେ ହେଲା। ସେଇଟା ଆମକୁ ଦେଇଛି ପ୍ରମାଣ। ତାହେଲେ କୋଉଟା ଅଙ୍କନ କରିବା, କଣ କରିବା ଅଙ୍କନ। ଅଙ୍କନ କଣ କରିବା ଗୋଟେ ବ୍ୟାସ ଅଙ୍କନ କରିବା ଏ ରେ, ଏଇଟା ହଉଛି ଏ ଗୋଟେ ବ୍ୟାସ ଅଙ୍କନ କରିବା ହେଲା। ଏଇଟାକୁ ଦେଇଦେଲି ସାର୍ ଦେଖ ଏ ଆର ଏକ ବ୍ୟାସ ଅଙ୍କନ କରାଯାଉ। ବୁଝିପାରିଲ ଏ ଆର କଣ କଲି ଗୋଟେ ବ୍ୟାସ ଅଙ୍କନ କଲି। ତାହେଲେ ଦେଖ ପ୍ରମାଣ ବର୍ତ୍ତମାନ ଦେଖିବା ଦେଖ ପିଲେ ଏ ଆର ଯଦିକା ବ୍ୟାସ ହେଲା ତାହେଲେ ଏଇ ଯୋଉ ଉପରେ ଉପରଟା ଗୋଟେ ଅର୍ଦ୍ଧବୃତ୍ତ ହେଇଗଲା, ଇଏ ବି ଗୋଟେ ଅର୍ଦ୍ଧବୃତ୍ତ ହେଇଗଲା। ତାହେଲେ ଦେଖ ମୁଁ ଯଦିକା କଣ କରିବି ଏଇ ପି ବିନ୍ଦୁରେ ଏ ଆର ଦ୍ଵାରା କଣ କରିବି ଗୋଟେ କୋଣ ଗଠନ କରିବି, ମାନେ ଏ ଆର ବ୍ୟାସ କଣ କରିବ ଏଇ ପି ବିନ୍ଦୁରେ ଗୋଟେ ଅନ୍ତର୍ଲିଖିତ କୋଣ ଗଠନ କରିବ। ତାହେଲେ ଏଇଟା ହବ ଏଇଟା। ତାହେଲେ ଏ ଆର ବ୍ୟାସ ବୃତ୍ତକୁ କଣ କରୁଛି ଦୁଇଟି ଅର୍ଦ୍ଧ ବୃତ୍ତରେ ପରିଣତ କରୁଛି। ବୁଝିପାରିଲ ଏ ଆରଟା କଣ କରୁଛି ବୃତ୍ତକୁ ଦିଟା ଅର୍ଦ୍ଧବୃତ୍ତରେ ପରିଣତ କରୁଛି। ଯଦିକା ପରିଣତ କରୁଛି ତାହେଲେ ଏଇ ଯୋଉ ଏ ଆର ର ମେଜରମେଣ୍ଟ କେତେଟା, ଏଇ ଏ ଆର ଯାହା ଲେଖ ଏ କ୍ୟୁ ଆର ଲେଖ କି ଏ ପି ଆର ହେଲା। ତାର ଏଇ ଯୋଉ ଡିଗ୍ରୀ ପୁଣି କେତେ ହେଇଯିବ 180 ଡିଗ୍ରୀ ହେଇଛି। ତା ମାନେ ଏ ଓ ଆର କୋଣର ପରିମାଣ କେତେ 180 ଡିଗ୍ରୀ। ତାହେଲେ ସେ କେନ୍ଦ୍ରଠୁ ଯେତିକି ଡିଗ୍ରୀ କରୁଛନ୍ତି ତାହେଲେ ଗୋଟେ ବ୍ୟାସ ପରିଧି ଉପରେ କେତେ କରେ 90 ଡିଗ୍ରୀ। ଏଇଟା ବି ଲେଖିବା ଦରକାର ନାହିଁ, ଆମେ ଡାଇରେକ୍ଟ ପଢିଛେ ଥିଓରି ଯେ ଗୋଟେ ବ୍ୟାସ କଣ କରେ ପରିଧି ଉପରେ 90 ଡିଗ୍ରୀ କୋଣ ଅଙ୍କନ କରେ। ତାହେଲେ ଆମେ ଲେଖିପାରିବା ଏ ପି ଆର କୋଣ ଇକ୍ୱାଲ୍ସ ଟୁ 90 ଡିଗ୍ରୀ। ଏ ପି ଆର କୋଣ ଇକ୍ୱାଲ୍ସ ଟୁ 90 ଡିଗ୍ରୀ। ଏଇଟା କଣ ହେଇଗଲା ଗୋଟେ 90 ଡିଗ୍ରୀ ହେଇଗଲା। ତାହେଲେ ଏଠି ଦେଖ ଏ ପି বি কোণ সমানে এ পি আর মিশা আর পি বি। বুঝিপাইল তার মানে ইয়ে 90 প্লস আর পি বি। বুঝিপাইল চতিকা দেখ চতিকা ହେଲା ଏଇଟା ଗୋଟେ ବ୍ୟାସ ହେଇଥାନ୍ତା, ଗୋଟେ ଅର୍ଦ୍ଧବୃତ୍ତ ହେଇଥାନ୍ତା, କ୍ଷେତ୍ର ଚାପ ନ ହେଇଥାନ୍ତା ତାହେଲେ ଗୋଟେ ଅର୍ଦ୍ଧବୃତ୍ତ ଯଦି ହେଇଥାନ୍ତା ତାହେଲେ ଇଏ 90 ଡିଗ୍ରୀ ପଡିଥାନ୍ତା। କିନ୍ତୁ ଯେହେତୁ ଏଇଟା କ୍ଷୁଦ୍ର ଚାପ ତାହେଲେ ଏଇ କୋଣଟା କଣ ହେଇଛି କୋଷାଇ ଯାଇଛି ଆଉ ଟିକେ ବଡ ହେଇଯାଇଛି। ତାହେଲେ ଦେଖ ଏଇ କୋଣଟାରେ ଏଇ କୋଣ ମିଶିକି ଏଇ ବଡ କୋଣଟା ତିଆରି କରୁଛି। ତାମାନେ ଏଇ 90ରେ କିଛି ଗୋଟେ ମିଶିଛି। 90 ହବା ପାଇଁ ଏଇଟାକୁ କଣ ହେଇଥାନ୍ତା ଅର୍ଦ୍ଧବୃତ୍ତ ହବାକୁ ପଡିଥାନ୍ତା। ଯେହେତୁ ଏଇଟା କ୍ଷୁଦ୍ର ଚାପ ହେଇଛି ତେଣୁକରି ଏଇଟା କଣ ଅର୍ଦ୍ଧବୃତ୍ତ ନୁହଁ, ଯେହେତୁ ଏଇଟା କ୍ଷୁଦ୍ର ଚାପ, କ୍ଷୁଦ୍ର ଚାପ ବୋଲି ଏଇଟା ଏମିତି ତେର୍ଛେଇକି ହେଇଛି। ତ ଯେଦିକା ତେର୍ଛେଇକି ହେଇଛି ତାମାନେ 90ରେ କିଛି ଗୋଟେ ନିହାତି ମିଶିଥିବ ହେଲା। ଯୋଉଟା ଚାପ ଅଲଗା ଅଲଗା ହବା ପାଇଁ ଯଦିକା ଚାପ ଗୋଟେ ଅର୍ଦ୍ଧବୃତ୍ତ ହେଇଥାନ୍ତା ତାହେଲେ ସେ ପରିଧିରେ କଣ କରିଥାନ୍ତା 90 ଡିଗ୍ରୀ କରିଥାନ୍ତା। କିନ୍ତୁ ଯେହେତୁ ଏଇଟା କ୍ଷୁଦ୍ର ଚାପ ଏଇଟା ବୃହତ ଚାପ ସେ କଣ କରୁଛି ପରିଧିରେ 90 ଡିଗ୍ରୀ କରିବ ନା, 90 ଡିଗ୍ରୀ ଠୁ ଆଇତର କମ କରିବ 90 ଡିଗ୍ରୀ ଠୁ ଆଇତର ଅଧିକ କରିବ। ତାହେଲେ ଦେଖ ଯେତେବେଳେ ଏଇଟା କରୁଛି ଇଏ 90 ଡିଗ୍ରୀରେ କିଛି ମିଶୁଛି, ତାମାନେ ଯେତେବେଳେ 90 ଡିଗ୍ରୀରେ କିଛି ମିଶିଯିବ ଏକ ମିଶିଲେ ସେ 91 ଡିଗ୍ରୀ ହବ, ଦୁଇ ମିଶିଲେ 92 ଡିଗ୍ରୀ ହବ, ଅଧେ ବି ମିଶିଲେ 90.5 ହବ। ବୁଝିପାରୁଛ କି ତାମାନେ ଇଏ 90 ରୁ ଅଧିକ ହେଲା ଯୋଉ କୋଣର ପରିମାଣ 90 ଡିଗ୍ରୀ ରୁ ଅଧିକ ତାକୁ କଣ କହିବା ସ୍ଥୂଳ କୋଣ କହିବା। ତାହେଲେ ଇଏ କଣ ହେଇଗଲା ଆମର ଏ ପି বি কোণ ଆମର ଗ୍ରେଟର ଦ୍ୟାନ ହେଇଗଲା 90 ଡିଗ୍ରୀ। ବୁଝିପାରିଲ ଆମର କଣ ହେଇଗଲା ଏ ପି ବି କୋଣ 90 ଡିଗ୍ରୀ ରୁ ଅଧିକ ହେଲା। ତାହେଲେ ଦେଖିବା ଏଇଟା ହେଇଗଲା 90 ଡିଗ୍ରୀ ରୁ ଅଧିକ ଫାଷ୍ଟ ପ୍ରମାଣ କରିଦେଲେ। ତାପରେ ଡବଲ ଲାଇନ୍ ଏଟା ଲିଭେଇ ଦଉଛି ହେଲା। ହେଲା ପିଲା ବର୍ତ୍ତମାନ ସବୁ ଭୁଲିଯା, ବର୍ତ୍ତମାନ ଏଇ ସବୁ ଲେଖା ସବୁ ଭୁଲିଯା। ଏଇ ଯୋଉଟା ଏଟା ସବୁ ଏଇ ଯୋଉଟାକୁ ଦେଖ ଆମେ ଜାଣିଲେ ଯେ ଏଇଟା ହେଇଗଲା ଗୋଟେ କଣ ଏଇଟା ହେଇଗଲା ଗୋଟେ 90 ଡିଗ୍ରୀର ଅଧିକ। ବୁଝିପାରିଲ
ये कौन है ये कोणटा 90 डिग्री अधिक है ताले वर्तमान देख बिले है ମୁଁ କହିବି ଏଇ ଯୋଉଟା ଗୋଟେ କଣ ଗୋଟେ ପ୍ରସ୍ତାନ୍ତ ଲିଖିତ ଚତୁର୍ଭୁଜ ତାହେଲେ ଦେଖ ମୁଁ କହିବି ଚତୁର୍ଭୁଜ ଏ କ୍ୟୁ ବି ପି ଏକ ବୃତ୍ତାନ୍ତ ଲିଖିତ କଣ ଚତୁର୍ଭୁଜ ହେଲା ଯଦି ଚତୁର୍ଭୁଜ ତାହେଲେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ଗୋଟେ ପ୍ରପର୍ଟି କହିଥିଲି ତାର ବିପରୀତ କୋଣର ପରିମାଣ 180 ଡିଗ୍ରୀ ତାହେଲେ ପି କୋଣ ଆଉ କ୍ୟୁ କୋଣ ମିଶେଇ କେତେ ହବ 180 ଡିଗ୍ରୀ ତାହେଲେ ଲେଖିପାରିବ ଏ ପି ପି କୋଣ ମିଶାଣ ଏ କ୍ୟୁ ପି କୋଣ = 180 ଡିଗ୍ରୀ ତାହେଲେ କହିଲେ ଏଇ ଯୋଉ କୋଣଟା ଯଦିକା 90 ଡିଗ୍ରୀ ହେଇଥାନ୍ତା ତାହେଲେ ଇଏ 90 ଡିଗ୍ରୀ ହେଇଥାନ୍ତା ତାହେଲେ ଇଏ କଣ ହେଇଥାନ୍ତା 180 ଡିଗ୍ରୀ ହେଇଥାନ୍ତା କିନ୍ତୁ ଇଏ କଣ ହେଇଗଲା 90 ଡିଗ୍ରୀରୁ ଅଧିକ ବୁଝିପାରିଲ 90 डिग्री को अधिक थोड़ा ये 91 डिग्री भी है 90 डिग्री अधिक 91 डिग्री भी है ताले आपको 180 होगा 89 होगा पड़ियो ताले ये जो 89 है ये कौन है 90 ऑटोमेटिकली कम हो जदी कि ये 90.5 भी है ताले ये कौन है ये 89.5 होगा ये जो 89.5 है ये 90 टू सामो ताले ये कौन है होला सुपर कोण है होला ताले लिखिबो जेहेतु ए बी बी कोणर परिमाण 90 डिग्री अधिक तेनु ए क्यू बी कोण कोण है होला 90 डिग्री रू कम देगा बा सुपर कोण देगा हैला ताले ए क्यू बी कोण एक सुपर कोण ए पी पी कोण एक स्थूल लेखि पारियो चित्र चक्र अंतर लिखित कोण एक स्थूल कोण बृहत चक्र अंतर लिखित कोण एक कोण सुपर जहा तुम माने जेमिति लैंग्वेज तुम ओतेबे लिख बुझि पाइलो देखो बुझिया रहछ तो एटी हमर कोन सर जेंची 16 नंबर लिखि दियो समस्ते तापर जीवा 17 नंबर तो एटा लिखि दोची सतर तबले से देइछि गोटे एपीसी त्रिभुज एपीसी रो परिवृत्तर केंद्र होची ओ हैला त्रिभुजर अंतर्देशर अवस्था ता देखो गोटे त्रिभुज एपीसी अछि आगो परिवृत्तन करे एपीसी को बाछा आगो गोटे परिवृत्त करबी तापरे एपीसी करी पहला ए बी सी ओटा होची या भीतर अछि हैला ओटा या भीतर अछि ताले से कहला बिले बी ए सी कोण माइनस यो से प्लस ओ बी सी कोण इक्वल टू ओ बी सी एई होबा त हम कोन कली एटा गोटे व्यास लंबाई देली हैला सल देखो एटा होची प्रमाण देखि दबो तापर अंकन मु कोन कली पीओ को ओ दिगरे बढ़ाई वर्धित कल और जाऊ से परिधि से वृत्त को आर बिंदु रे पी बिंदु रे छेद स्पर्श गरु का छेद वृत्त में जाए एटा कोन होला हमर पी बुझि पाइल तर मु वर्तमान कोन करी एक पी को जोग करते कौन कली ए को पी को जोग एवं एपी को जोग करे एवं एपी को जोग करे बुझि पाइलो अंकन कोन लिखलो जानि पाइलो पीओ को ओ दिगरे वर्धित करा जाऊ से वृत्त को जे बिंदु स्पर्श करछि तार नाम पी दिया जाऊ एपी को जोग करा जाऊ बुझि पाइलो एति कि प्रथम प्रमाण कोन लिखा प्रमाण देखो बिले जो हमर सीपी चाप अछि सीपी चाप अछि ता द्वारा कोन हिचे हमर वृत्तर परिधि रे दीटा कोन हिचे तार विपरीत चापांत लिखित कोन होछि दीटा हैला रो विपरीत चापांत लिखित कोन हैला के हमर गोटे हला सी ए बी कोन इक्वल टू सी बी पी कोन एई कोनटा कोन हो समान हेगला बुझि पाइलो ताले देखो पी व्यास कोन करछि
परिधि पी ए पी कोण कौन कर पी ए पी कोण कौन के 90 डिग्री व्यास द्वारा परिधि सृष्टि होता कोण के 90 डिग्री तार मुझे लिखिपारि पी ए पी कोण इक्वल्स टू 90 डिग्री पी ए पी जगह मुझे लिखिपारि पी ए सी मिश्रण पी ए सी मिश्रण सी ए पी इक्वल्स टू 90 डिग्री लिखिपारि देख आमर पी ए सी रहा এই কোণটা রহিল এই কোণ মিশানো এই কোণ 90 ডিগ্রি লিখি দেন অর্থাৎ এই কোণ সমান তাহলে এই কোণ জায়গায় এই কোণ লিখি দেন তাহলে দেখো পি এ সি মিশানো তাহলে আমার সি এ পি জায়গায় মু কোণ লিখি দেলি সি পি পি ইকুয়ালস টু 90 ডিগ্রি তাহলে পি এ সি মিশানো দেখো সি বি পি জায়গায় মু লিখি পারি ও বি সি এই কোণটা ও বি সি অল্প 90 বুঝিপাইল আমার কোন হইবা আইটা প্রমাণ হইবা সমস্ত লিখি দিও এটা দিলা আমার 17 নম্বর আই তাহলে বর্তমান যাবা 17 নম্বর ডবল আই এটা লিখে দউছি সমস্ত লিখি দেলো লিখে দউছি ତାହେଲେ 17 নম্বର ଡବଲ ଆଇ ଅଛି ଗୋଟେ ତ୍ରିଭୁଜ ଏପିସି ର ପରିବୃତ୍ତର କେନ୍ଦ୍ର ଓ ତ୍ରିଭୁଜଟିର ଏକ ବହିସ୍ଥ ହେଲା ତାହେଲେ ଦେଖ ଗୋଟେ ଆଗ ବୃତ୍ତ ତ୍ରିଭୁଜ ହେଲା ଏ বি সি ହେଲା ତାହେଲେ ଓଟା କଣ ହେଲା ତ୍ରିଭୁଜର ବହିସ୍ଥ ହେଇଗଲା ତାହେଲେ ସିଏ ଦେଇଛି ଯେ ତ୍ରିଭୁଜର ବହିସ୍ଥ ବିନ୍ଦୁ ହେଲେ ଆମେ ପ୍ରମାଣ କରିବା ବିଏସି এটা প্রমাণ মাইনাস ওবিসি এই কোণ মাইনাস এই কোণ ওবি যেটা আমার লম্বাই কোণ করি বিও को লম্বাই দেবে কেন দেবে বি বুঝিপাইল অঙ্কନରେ ସେ লিখিব বিও को ও দিগরে কোণ পর্যিত করা যাও সে বৃত্তକୁ যে বিন্দুରେ স্পর্শ କରୁଛି ତା ନା পি দিয়া যাও ହେଲା তারপরে সিপি को যোগ করা কোণ सीपी को जोग करा है ना पहले देखो एपी को भी जोग होगा सीपी को अब एपी को कौन करना जोग होगा बर्तमान देखो हमने এইটা হচ্ছে কোন ব্যাস এটা কোন ব্যাস है ना এই যে চাপটাকে বললেলো এই চাপটাকে বললেলো এই চাপ দ্বারা এটি গোটে কোন হচ্ছে আর এটি গোটে কোন হচ্ছে মানে এই দুটা কোন সমান তাহলে কি দেওয়া প্রমাণ সিপি চাপ দ্বারা বিপরীত বৃত্তান্ত লিখিত কোণ বৃত্তান্ত না চাপান্ত লিখিত যাহা লিখি চাপান্ত লিখিত কোণ ହେଲା কে সিএপি ইকুয়ালস টু সিপিপি এই জোড়া কଣ ହେଲା ସମାନ ତାହେଲେ କଣ ପୁନଶ୍ଚ লিখিব কোণ পিপি কোণ ব্যাস দ্বারা কেন্দ্রের কোণ সৃষ্টি হচ্ছে বিএপি কোণ তাহলে বিএপি কোণ ইকুয়ালস টু 90 ডিগ্রি দেখো বিএপি কোণটা হচ্ছে 90 ডিগ্রি এই কোণটা হলো 90 এই কোণটা এই যে টোটালে বড় কোণটা এই যে ছোট কোণটা ফেলে দেলে হাত পড়িব তাহলে লিখিবি বিএপি জায়গায় ମୁଁ লিখি পারিবি বিএসি মাইনাস বি বুঝছেন বি ए सी इक्वल्स टू 90 डिग्री তাহলে তো পিএসি সিএপি একা কথা মঝিরে যে কোনটা ইম্পর্টেন্ট ହେଲା তাহলে ইয়া জায়গায় এইটা লিখি পারি তাহলে দেখো পিএসি কোণ মাইনাস সিপিপি কোণ 90 ডিগ্রি তাহলে দেখো সিপিপি কোণ জায়গায় আমি লিখি পারি ওবিসি কোণ বিকজ পিএসি কোণ মাইনাস ওবিসি কোণ ইকুয়ালস টু 90 ডিগ্রি এটা ହେଲା কোণ রো বুঝিপাইল এটা সমস্ত লিখি দিও এটা ଥିଲା ଆମର 17 নম্বର ଡବଲ ଲାଇନ୍ ହେଲା এটা ଥିଲା କେତେ 17 নম্বର ଡବଲ ଲାଇନ୍
এটা লিখিদেলে আমি কুଆडे ଯିବା 18 নম্বর କୁ ଯିବା ତ ଏଟା ସମସ୍ତେ ଲେଖ ତାର ଏଟା ଲେଖି ଦଉଛି ଯିବା 18 নম্বর କୁ ତାପରେ ଦେଇଛି ପ୍ରମାଣ କର ଯେ ଏକ ଟ୍ରାପେଜିୟମର ଅସମାନ୍ତର ବାହୁ ଦ୍ୱାରା ସର୍ବସମ ହେଲେ ଟ୍ରାପେଜିୟମଟି ବୃତ୍ତାନ୍ତ ଲିଖିତ ହେବ ତାହେଲେ ଦେଖ ଗୋଟେ ଟ୍ରାପେଜିୟମ ଅଛି ହେଲା ଏଇ ଟ୍ରାପେଜିୟମର ଏଇ ଯୋଉ ଅସମାନ୍ତର ବାହୁ ଯୋଡାକ ଇଏ କଣ ହଉଛି ସମାନ ହେଲା ମୁଁ ନାଁ ଦେଇଦେଲି ଏ বি সি ডি সমান ହେଲା ବର୍ତ୍ତମାନ ସେ କହୁଛି ଏଇ ଯୋଉଟାକ ସମାନ ହେଲେ ଆମେ ପ୍ରମାଣ କରିବା ଯେ ଏଟା ଗୋଟେ ବୃତ୍ତାନ୍ତ ଲିଖିତ କେମିତି ପ୍ରମାଣ ହୁଏ ତ ବୃତ୍ତାନ୍ତ ଲିଖିତର ଗୋଟେ ପ୍ରପର୍ଟି ହଉଛି ବିପରୀତ କୋଣର ପରିମାଣ 180 ଡିଗ୍ରୀ ତାମାନେ ଏଇ କୋଣ ଆମକୁ 180 ଡିଗ୍ରୀ ପ୍ରମାଣ କରିବାର ଅଛି ତାହେଲେ ଆମକୁ କଣ ପ୍ରମାଣ କରିବାର ଅଛି ଏ କୋଣ ମିଶାଣ ସି କୋଣ ଇକ୍ୱାଲ୍ସ ଟୁ 180 ଯଦି ଏଇଟା ଆମେ ପ୍ରମାଣ କରିଦେଲେ ତାହେଲେ ଇଏ ଅଟୋମେଟିକାଲି କଣ ହେଇଯିବ ଆମର ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ତାହେଲେ ଟିକେ ଦେଖ କଣ ଗୋଟେ କରିବା ମୁଁ କଣ କରିବି ଏଇ ଟି ବିନ୍ଦୁରୁ ଏଇ ଏପି ସାଙ୍ଗରେ ଗୋଟେ ସମାନ୍ତର କରି ଗୋଟେ ରେଖା କଣ କଲି ସମାନ୍ତର ବୁଝିପାରିଲ ସମାନ୍ତର କରିକି ଗୋଟେ ରେଖା ହେଲା ତାହେଲେ ଦେଖ ଏଟା ଲେଖିବ ସମସ୍ତେ କଣ କରିବ ଅଙ୍କନରେ ଏପି ସହ ସମାନ୍ତର କରି ଡି ବିନ୍ଦୁରୁ ଏକ ରେଖା ଟଣା ଯାଉ ସେ ବିସି କୁ ଯେଉଁ ବିନ୍ଦୁରେ ସ୍ପର୍ଶ କରିବ ବା ଛେଦ କରିବ ତାର ନାଁ କଣ ଦିଆଯାଉ ଏ ଦିଆଯାଉ ଏଇଟା ସମସ୍ତେ ଲେଖିବ ବୁଝିପାରିଲ ଲେଖିଦେଲ ତାପରେ ଏଠୁ ଯିବା ପ୍ରମାଣକୁ ପ୍ରମାଣ ବର୍ତ୍ତମାନ ଦେଖ ପିଲେ ପ୍ରମାଣରେ ମୁଁ କହିବି ତମେ ଜାଣିଛ ଗୋଟେ ହଉଛି ସମାନ୍ତର ବାହୁ ଟ୍ରାପେଜିୟମର ଗୋଟେ ଯୋଡା ହଉଛି ସମାନ୍ତର ବାହୁ ତାହେଲେ ଦେଖ ପିଲେ ଆମର ଏ ପି ଟି ଏନ୍ ଏ ପି ଏନ୍ ଡି ଗୋଟେ ପ୍ରମାଣରେ ଯିବ ଏମ୍ ଡି ଚତୁର୍ଭୁଜରେ ହେଲା ଆମର ଏଟିଟା ହେଇଗଲା ସମାନ୍ତର କାହା ସାଙ୍ଗେ ବିସି ସାଙ୍ଗେ ଏଟି ସମାନ୍ତର ହେଇଗଲା ବିଏମ୍ ସାଙ୍ଗେ ବିସି ସାଙ୍ଗେ ଲେଖିପାରିବ ବିଏମ୍ ସାଙ୍ଗେ ଲେଖିପାରିବ ତାରି ଭିତରେ ଗୋଟେ ବି ଆଉ ଏପି ସମାନ୍ତର ହେଇଗଲା ଡିଏମ୍ ସାଙ୍ଗରେ ଏପିଟା କାହା ସାଙ୍ଗେ ସମାନ୍ତର ହେଇଗଲା ଡିଏମ୍ ସାଙ୍ଗରେ ତାହେଲେ ଦେଖ ଯେଉଁ ଚତୁର୍ଭୁଜର ଦୁଇ ଯୋଡା ବିପରୀତ ବାହୁ ପରସ୍ପର କଣ ସମାନ୍ତର ତାକୁ ଆମେ କଣ କହିପାରିବା ସାମନ୍ତରିକ ଚିତ୍ର କହିଦବା ଯଦିକା ସାମନ୍ତରିକ ଚିତ୍ର ହେଇଗଲା ତାର ବିପରୀତ ବାହୁ କଣ ସମାନ ହେଇଥିବ ସମାନ୍ତର ହେଇଥିବ ତାହେଲେ କଣ ହେଇଗଲା ଏମ୍ ଟା ଏମ୍ ସାଙ୍ଗେ ସମାନ ହେଇଗଲା ତାହେଲେ କହ ତେବେ ଏ ପି ଏମ୍ ଡି ଏକ କଣ ସାମନ୍ତରିକ ଚିତ୍ର এটা ଗୋଟେ ସାମନ୍ତରିକ ଚିତ୍ର ଯଦି ହେଇଗଲା ତାହେଲେ ଏ ଏ ପି ଇକ୍ୱାଲ୍ସ ଟୁ ଆମର କଣ ହେଇଗଲା ଡିଏମ୍ ହେଇଗଲା ଏ ପି ଇକ୍ୱାଲ୍ସ ଟୁ ଡିଏମ୍ କିନ୍ତୁ ତତ୍ତ୍ୱ ଅଛି କଣ ତତ୍ତ୍ୱ ଅଛି ଏ ପି ଇକ୍ୱାଲ୍ସ ଟୁ ସିଟି ଏ বি ইকুয়ালস টু ডিএম ଆମେ ପ୍ରମାଣ କଲେ ତତ୍ତ୍ୱ ଅଛି ଏ বি ଇକ୍ୱାଲ୍ସ ଟୁ ସିଟି ଅସମାନ୍ତର ବାହୁ ଦ୍ୱୟ ସର୍ବସମ ଯଦି ଅସମାନ୍ତର ବାହୁ ଦ୍ୱୟଟା ସମାନ ହେଲା ତାହେଲେ ଦେଖ ଏ বি ରହିଗଲା ତାହେଲେ ଆମେ କଣ ପାଇଗଲେ ডিএম ইকুয়ালস টু সিটি ହେଇଗଲା ডিএম ইকুয়ালস টু କଣ ହେଇଗଲା সিটি ହେଇଗଲା ବୁଝିପାରିଲ ডিএম ইকুয়ালস টু সিটি তাহলে দেখো ত্রিভুজ ডিএমসি রে ডিএম ইকুয়ালস টু সিটি তাহলে ଆମେ କହିପାରିବା ডিএমসি কোণ ইকুয়ালস টু ডিসিএম কোণ এই কোণ সমান কারণ এই বাহু দুইটা সমান ହେଇଗଲା ତାର ସମ୍ମୁଖୀନ କୋଣ କଣ ହେଇଯିବ ସମାନ ହେଇଯିବ ଏଇ ଯୋଡାକ କୋଣ ସମାନ ହେଇଯିବ ତାହେଲେ ପିଲେ ଦେଖ ତମେ ଜାଣିଥିବ ସାମନ୍ତରିକ ଚିତ୍ରର ଏ ବିପରୀତ କୋଣ କଣ ହବ ପରସ୍ପର ସମାନ ହେଲା ବିପରୀତ କୋଣ ସମାନ ଏକଦରେ ଆଗ ହେଲା ଆଗ ଏଇଟା ସମାନ୍ତର ଏଇଟା ତାହେଲେ ଏଇ କୋଣଟା ତା ସାଙ୍ଗେ ସମାନ ହବ ଏଇ କୋଣ ସାଙ୍ଗେ ସମାନ ହବ ବୁଝିପାରିଲ ଏଇ କୋଣଟା ଏଇ କୋଣ ସାଙ୍ଗେ ସମାନ ହବ ତାହେଲେ ଦେଖ ଏଇଠି ଯୋଉ ସାମନ୍ତରିକ ଚିତ୍ର ପ୍ରମାଣ କରୁଛ ଏଇଠି ଗୋଟେ କମା ଦେଇକି ଲେଖିଦିଅ ଏଇଠି କମା ଦେଇକି ଲେଖିଦିଅ ହେଲା ଏଇ ଯୋଉ ସାମନ୍ତରିକ ଚିତ୍ର ଲେଖିଛ ଏଇଠି ଆମେ ଗୋଟିଏ ଏକାଥରେ ବାହାର କରିଦବା ଭି ଏ ଡି କୋଣ ଇକ୍ୱାଲ୍ସ ଟୁ ଆମର କଣ ହେଇଗଲା ଭି ଏମ୍ ଡି ଏଇ ଯୋଡାକ କୋଣ କଣ ହେଇଗଲା ସମାନ ହେଇଛି ବୁଝିପାରିଲ ଏଇ ଯୋଡାକ କୋଣ ସମାନ ହେଲା ଏଇ ଯୋଡାକ କୋଣ ଆମର କଣ ହେଇଛି ସମାନ ହେଇଛି ହେଲା ବର୍ତ୍ତମାନ ଦେଖ ଏଇଟା କୋଣ ସମାନ ହେଇଛି ବର୍ତ୍ତମାନ ଦେଖ ଏଇଟା ମୁଁ ପ୍ରମାଣ କରିବାର ଅଛି ହେଲା ବର୍ତ୍ତମାନ ଦେଖ ଆମର ଏ ବି ସମାନ୍ତର ହେଇଛି ডিএম ତାହେଲେ ମୁଁ ଲେଖିପାରିବି ଏ ପି এম কোণ ইকুয়ালস টু ডিএম সি কোণ কଣ ପାଇଁ ଅନୁରୂପ এই কোণটা এই কোণ ସାଙ୍ଗରେ କଣ ହବ ସମାନ ଅନୁରୂପ
ବର୍ତ୍ତମାନ ଦେଖ ଏଇଟା ସମାନ ହେଇଗଲା, ଏଇଟା ବୁଝିପାରିଲ। ବର୍ତ୍ତମାନ ମୁଁ ଯଦି କହିବି ଏଇ ଦିଟାକୁ କୋଣ ମିଶେଇ କେତେ 180 ଡିଗ୍ରୀ, ମୁଁ କହିପାରିବି BMC କୋଣ ଇକ୍ୱାଲ୍ସ ଟୁ 180। BMC ଏଟା ଗୋଟେ ଲାଇନ ରେ, ତାହେଲେ BMC ଜାଗାରେ କଣ ଲେଖିପାରିବି, BMD ମିଶାଣ DMC 180, BMD DMC 180। ବର୍ତ୍ତମାନ ଦେଖ ଏଇ କୋଣ ଜାଗାରେ ଏଇ କୋଣଟା ଲିଖିପାରିବି, ତାହେଲେ ଏଇ ଯୋଉ BMD ଜାଗାରେ ଲିଖିପାରିବି BAD କୋଣ ମିଶାଣ ଏଇ ଯୋଉ କୋଣଟା ଜାଗାରେ ଏଇ କୋଣ ଲିଖିପାରିବି, କଣ ପାଇଁ ଏଇଟା ସମାନ, ତାହେଲେ କେତେ ହେଇଗଲା ECM କୋଣ ହେଲା ଇକ୍ୱାଲ ଟୁ 180। ତାହେଲେ ଦେଖ ଏ କୋଣ ସି କୋଣ, ତାହେଲେ ଲିଖିପାରିବା ଏଠି ଏ କୋଣ ପ୍ଲସ ସି କୋଣ ଇକ୍ୱାଲ ଟୁ 180 ହେଲା। ଆମର ଏଇଟା ପ୍ରମାଣ କରିବାର ଥିଲା ହେଲା। ଯେଉଁ ଚତୁର୍ଭୁଜର ବିପରୀତ କୋଣର ପରିମାଣର ସମଷ୍ଟି 180 ଡିଗ୍ରୀ, ସେଇ ଚତୁର୍ଭୁଜରେ କଣ ଗୋଟେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ପ୍ରତ୍ୟେକ ଲେଖିଦବ। ପ୍ରତ୍ୟେକ BMC ଯୋଉ ABCD ଚତୁର୍ଭୁଜର ବିପରୀତ କୋଣର ପରିମାଣ 180 ଡିଗ୍ରୀ ହେଇଥିବ, ପରିମାଣର ସମଷ୍ଟି 180 ଡିଗ୍ରୀ ହେଇଥିବାରୁ ଏହା ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ। ବୁଝିପାରିଲ, ଦି ଜିନିଷ ଲେଖିବ। ଏଇଟା ଥିଲା କେତେ ନମ୍ବର ଆମର 18 ନମ୍ବର କୋଶ୍ଚିନ୍।